ଆମେ ଯେତେବେଳେ ଯେଉଁ କାମ କରିଥାଉ ନା ସବୁବେଳେ ଭଗବାନଙ୍କୁ ଡାକିକିରି କାମ କରିଥାଉ। କେତେବେଳେ ଭୁଲ କାମ ହେଇଥାଏ, କେତେବେଳେ ଠିକ୍ କାମ ହେଇଥାଏ, ତାହାର ସମାଧାନ ତ ସେଇ ଉପରବାଲା ଭଗବାନ ହିଁ କରନ୍ତି। ଆଉ ଭଗବାନଙ୍କର ଆଶୀର୍ବାଦ ନଥିଲେ ଆମେ କୌଣସି କାମରେ ସକ୍ସେସ୍ ହେଇପାରୁନା। ତ ସେଥିପାଇଁ ଆମେ ଭଗବାନଙ୍କର ସବୁବେଳ ପାଇଁ ଆଶୀର୍ବାଦ ଖୋଜିଥାଉ ଆଉ ସାହାବରା ଖୋଜିଥାଉ। ହଁ ଝିଅ, ତୁ ଠିକ୍ କହିଛୁ। ଆଉ ଯେତେ ଯାହା ହେଲେ ବି ଯେଉଁ କର୍ମ କରିଥିବ, ଯଦି କୌଣସି ଗୁରୁଜନଙ୍କର ଆଶୀର୍ବାଦ ନିଅ କି ଗୁରୁଜନକୁ ପଚାରି ଉଚାରିକିରି କୌଣସି କର୍ମ କର, ସେ କର୍ମରେ ତୁମେ ସବୁବେଳେ ସକ୍ସେସ୍ ହୁଅ। ବାପା ମାଆଙ୍କର ଆଶୀର୍ବାଦ ନେଇକରି କାମ କରିବା, ବାପା ମାଆଙ୍କୁ ବେଖାତିର ନ କରିବା, ବାପା ମାଆଙ୍କର ସବୁବେଳେ ଯତ୍ନ ନେବା, ଆଉ ପ୍ରତ୍ୟେକ ଛୁଆମାନଙ୍କର ସେଇଟା ଦାୟିତ୍ୱ। ଆଉ ଯେଉଁ ଛୁଆମାନେ ବାପା ମାଆଙ୍କୁ ହତାଦର କରନ୍ତି ଆଉ ବାପା ମାଆଙ୍କ ମନରେ ଦୁଃଖ ଦିଅନ୍ତି, ସେମାନେ ତାଙ୍କ ଲାଇଫରେ ନା ବହୁତ ଖୁସିରେ ରହିବେ ସତ, କିନ୍ତୁ ଭଗବାନ ସେଥିରେ ଶାନ୍ତି ହୁଅନ୍ତିନି। ଭଗବାନଙ୍କର ସବୁବେଳେ ଅଶାନ୍ତି ରହିଥାନ୍ତି। ଆଉ ତେଣୁ ତୁ ମା ଯାହା କହୁଛୁ ସବୁ ଠିକ୍ କଥା। ଯାହା ବି ଯେତେବେଳେ କରିବ ସେଇ ଉପରବାଲା ଭଗବାନଙ୍କର ଆଶୀର୍ବାଦ ନେଲେ ସବୁ କାମ ଠିକ୍ ଭାବରେ ସଫଳ ହୋଇଥାଏ। ମା ଲୋ, ତୁ ଜାଣିଛୁ ନା, ମୁଁ ନା ଯେତେବେଳେ ଯେଉଁ କାମ କରେ, ପ୍ରତ୍ୟେକ କାମରେ ମୁଁ ଏମିତି କାହାକୁ ଦେଖେଇକିରି ପୂଜା ଅର୍ଚ୍ଚନା, କାହାକୁ ଦେଖେଇକିରି ଭଗବାନଙ୍କୁ ଡାକିରେ ସେମିତି କରିନଥାଏ। ପ୍ରକୃତରେ ମୋର ଛୁଆମାନଙ୍କ ପାଇଁ ଆଉ ମୁଁ ମୋର ହଜବେଣ୍ଡ ଗଲା ପରେ ଯେତେ ଭଗବାନ ମୋତେ ଦୁଃଖିନୀ କରିଦେଇଛନ୍ତି, ଆଉ ମୋର ସାହା ଭରସା ବୋଲିକିରି କିଏ ଅଛି ଦୁନିଆରେ? ହଁ, ବାପା ମା' ଥିଲେ, ବାପା ମା' ବି ଛାଡ଼ିକିରି ଆମକୁ ଚାଲି ଯାଇଛନ୍ତି। ଆଉ କେବଳ ଉପରବାଲା ଭଗବାନ, ସେ କାଠର ଦେବତା ହେଇଥାନ୍ତୁ, ପଥରର ଦେବତା ହେଇଥାନ୍ତୁ, ବା ଫଟୋରେ ମୂର୍ତ୍ତି ହେଇକରି ପୂଜା କରିଥାନ୍ତୁ, ଦିନ ରାତି ମୋ ପାଟିରେ ସବୁବେଳ ପାଇଁ ବାପା ମାଆଙ୍କର ଡାକ ଥାଏ। ସିଏ ହେଉଛନ୍ତି ସେଇ ଭଗବାନ। ଭଗବାନଙ୍କୁ ଆମେ ଦେଖିପାରୁନୁ ସିନା, କିନ୍ତୁ ସେ ଆମକୁ ସବୁବେଳେ ଦେଖୁଛନ୍ତି। ତାଙ୍କର ଆଶୀର୍ବାଦରେ ଆମେ ସବୁବେଳ ପାଇଁ ଭଲରେ ରହିଛୁ। ହଁ ମା ଝିଅ, ତୁ ଠିକ୍ କହିଲୁ। ଯିଏ ବି ଏଇ ଦୁନିଆରେ ସବୁବେଳେ ଗୁରୁଜନଙ୍କର ଖ୍ୟାଲ ରଖିଥାନ୍ତି ଆଉ ଗୁରୁଜନକୁ ବେଖାତିର କରିନଥାନ୍ତି, ସେମାନେ ସବୁ କାର୍ଯ୍ୟରେ ସଫଳ ହେଇଥାନ୍ତି। ଆଉ ତୁ ବି ଯେତିକି ଦୁଃଖ କଷ୍ଟ କରିକିରି ତୋ ପିଲାମାନଙ୍କୁ ଧରିକିରି ରହିଛୁ, ଆଉ ବାପା ମାଆଙ୍କର ଆଶୀର୍ବାଦ ତୋ ପାଖରେ ସବୁବେଳେ ଅଛି। ଆଉ ଭଗବାନ, ତୁ ସିନା ଭଗବାନଙ୍କୁ ଦେଖିପାରୁନୁ, କିନ୍ତୁ ଭଗବାନ ତୋତେ ଦେଖୁଛନ୍ତି। ମା, ତୋର କିଛି ଅସୁବିଧା ହେବନି ଲୋ ଝିଅ। ତୁ ସବୁବେଳେ ଭଲରେ ରହିବୁ। ଭଗବାନଙ୍କୁ ଡାକେ, ସବୁବେଳେ ଭଗବାନ ତୋ ପାଖରେ ଛାଇ ହେଇକିରି ରହିଥାନ୍ତୁ। ମୁଁ ମା ହିସାବରେ ଆଶୀର୍ବାଦ କରୁଛି ସମସ୍ତେ ସବୁ